କୁହନ୍ତୁ ଆଜ୍ଞା। ଓಂ ନମୋ ଗଣେଶାୟ ନମଃ ତବେ ଗୁରୁବେ ନମଃ। ପତରେ କଳିର କରାଳର ଶେଷ ସମୟରେ ଆମର ସମସ୍ତ ମହାପୁରୁଷ ଶାନ୍ତ ଭାବରେ ଆମକୁ ଏହି ଉପଦେଶ ଦେଇଯାଇଛନ୍ତି ଯେ ଯେତେ ଭଲ ଓ ଯେତେ ସଦ୍ଗୁଣ ସମ୍ପନ୍ନ ହୋଇଥିଲେ ବି ପ୍ରତ୍ୟେକ ବ୍ୟକ୍ତି ନିଜ ବ୍ୟବହାରରେ ନର୍ମ ଓ କୁଶଳ ହେବା ଉଚିତ। ଏହାର ଅର୍ଥ ଏପରି ନୁହେଁ ଯେ ଲୋକଙ୍କ ସହ କାର୍ଯ୍ୟ କଲାବେଳେ ବା କଠିନ ପରିସ୍ଥିତି ଗୁଡ଼ିକର ସମ୍ମୁଖୀନ ହେଲା ବେଳେ କାର୍ଯ୍ୟକର୍ତ୍ତା ନିଜର ଆତ୍ମବିଶ୍ୱାସ ହରେଇ ବସିବ। ସମସ୍ତ ବଡ଼ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଆତ୍ମବିଶ୍ୱାସ ତ ବାସ୍ତବିକ ରୂପେ ତାଙ୍କର ଜୀବନ ପ୍ରାଣ ହୋଇଥାଏ। ପ୍ରତ୍ୟେକ ଜୀବର ପ୍ରତ୍ୟେକ ଲୋକଙ୍କର, ବୁଝିଲେ ଆଜ୍ଞା। ଆଜ୍ଞା ଶାନ୍ତ ସ୍ଥିର ଆତ୍ମବିଶ୍ୱାସୀ ମନୁଷ୍ୟ ଏହି କଠିନତମ କାମକୁ କରିପାରନ୍ତି। ମନେ ରଖନ୍ତୁ, ଆଉ ଥରେ କହୁଛି, ଶାନ୍ତ ସ୍ଥିର ଏବଂ ଆତ୍ମବିଶ୍ୱାସୀ ମନୁଷ୍ୟ ଏହି କଠିନତମ କାମକୁ କରିପାରନ୍ତି। କାହିଁକି ନା ଗୋଟେ ଏକ୍ଜାମ୍ପଲ ଦଉଛି, ଇଂଲଣ୍ଡର ଯୋଉ ବୁଦ୍ଧ ପୁରୁଷ ସିଂହ ତାଙ୍କ ନାଁ ହଉଛି ଉଭନଷ୍ଟନ, ଇଂଲଣ୍ଡର, ବୁଝିଲେ ଆଜ୍ଞା। ଆଜ୍ଞା ବାର୍ଜିଲି, ମାନେ ତାଙ୍କ ନାଁ ହଉଛି ବୁଦ୍ଧ ପୁରୁଷ ସିଂହ ଉଭନଷ୍ଟନ ବାର୍ଜିଲିଙ୍କ କବି ସେ ଥିଲେ। ଆମ ସମ୍ମୁଖରେ ତାଙ୍କ କଥା ଅଛି। ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ କମ ବର୍ଷା ହୋଇ ମାନେ ବମ୍ ବର୍ଷା ହେଲା, ଲଣ୍ଡନ ସହରର ଧୂପ୍ତ ବିଧ୍ୱସ୍ତ ହୋଇଥିଲା, ସେତେବେଳେ ସେଇ ଧ୍ୱଂସାବଶେଷ ଉପରେ ସେ ଠିଆ ହେଇଥିଲେ ଆଜ୍ଞା ଏବଂ ସେ ଦେଶବାସୀ ମାନଙ୍କୁ କହିଥିଲେ, ମୁଁ ଏଠାକୁ କାନ୍ଦିବା ପାଇଁ ଆସିନାହିଁ, ବରଂ ଭକ୍ତ ବା ଯୋଉ ଶକ୍ତ ସ୍ନେହ ପରିଶ୍ରମ ଓ ଲୁହ ତଥା ବଳିଆର ଆଶ୍ୱାସନା ଦେବାକୁ ମୁଁ ସାରା ବିଶ୍ୱବାସୀକି ଆସିଛି। ତେଣୁ ଜୈନ ସାହିତ୍ୟରେ ଏକ ସୁନ୍ଦର କଥା ଅଛି। ଥରେ ଶ୍ରୀକୃଷ୍ଣ ଓ ବଳରାମ ଓ ସାତକୀ ଗୋଟିଏ ଜଙ୍ଗଲରେ ଯାଉଥିଲେ, ବୁଝିଲେ ଆଜ୍ଞା। ଆଜ୍ଞା ସେ ଭୁଲିଗଲେ ଯେ ସେମାନେ ଗୋଟିଏ ଗଛ ତଳେ ରାତି ବିତେଇବାକୁ ବିଚାର କଲେ, ବୁଝିଲେ କି ଆଜ୍ଞା। ଆଜ୍ଞା ରାତି ହେଲା ବେଳେ ଜାଣିପାରିଲେ, ଭୁଲି ଯାଇଥିଲେ। ଶତ୍ରୁଙ୍କ କବଳରୁ ରକ୍ଷା ପାଇବା ପାଇଁ ସ୍ଥିର ହେଲେ ଯେ ପ୍ରତ୍ୟେକ ସାତକୀ ବଳରାମ ମୁଁ 2-2 ଘଣ୍ଟା ଲେଖାଏଁ ଶୋଇବୁ, ଜଣେ 2-2 ଘଣ୍ଟା ଜଗିବ, ବୁଝିଲେ ଆଜ୍ଞା। ଆଜ୍ଞା ପ୍ରଥମ ପହର ଯିଏ ଆସିଲା, ସେତେବେଳେ କଣ ହେଲା, ପାଳି ପଡିଲା ସାତକୀର, ମାନେ ଯିଏ ତାଙ୍କ ସାଙ୍ଗରେ ଅଛି, ସିଏ ଜଗିଲେ। ଅନ୍ୟ 2 ଜଣ ଶୋଇପଡିଲେ, କିଏ ଶ୍ରୀକୃଷ୍ଣ ବଳରାମ। କିଛି ସମୟ ପରେ ଗୋଟିଏ ବ୍ରହ୍ମ ରାକ୍ଷସ ସେ ଗଛରୁ ଉଲେଇଲା ତଳକୁ, ଯୋଉ ଗଛ ମୂଳେ ମାନେ ଶୋଇଛନ୍ତି ଆଜ୍ଞା। ଆଜ୍ଞା ସେ ସାତକୀକୁ କହିଲା, ମୁଁ ତମ 3 ଜଣଙ୍କୁ ଖାଇଦେବି, ବୁଝିଲେ ଆଜ୍ଞା। ଆଜ୍ଞା ସାତକୀ ଭୀଷଣ ରାଗିଗଲେ। ସେ ବ୍ରହ୍ମ ରାକ୍ଷସ ଯୁଦ୍ଧ କଲେ, କିନ୍ତୁ ସେ ଆଶ୍ଚର୍ଯ୍ୟ ହେଲେ ଯେ ଏ ବ୍ରହ୍ମ ରାକ୍ଷସ ଆକାର ଶକ୍ତିରେ ବଢି ବଢି ଚାଲିଛି, ଏତେ ଉଚ୍ଚା ହଉଛି ଯେ ମୁଁ ତ ପାରୁନି। ଆ ପାଖକୁ ତା ପାଖକୁ ଦୌଡ଼ିବାକୁ ମନେ ଚିନ୍ତା କଲା। ଶ୍ରୀକୃଷ୍ଣ ଶୁଣା କଲା, ବଳରାମକୁ ଶୁଣା କଲା। ସାତକୀ କଣ କଲା, ବହୁତ ରାଗିଗଲା ଏବଂ 2 ଘଣ୍ଟା ପରେ ତାର ପାଳି ପଡିଲା। କହିଲା ମତେ 2 ଘଣ୍ଟା ହେଇଗଲେ, ମୁଁ ଯାଇ ଶୋଇବି, ସେ ଯାହା କରୁଛି କରୁ। ପୁରାପୁରି ସେ ଯାଇକି ବଳରାମକୁ ଉଠେଇଲେ, କହିଲେ ଦେଖ ମୁଁ ଶୋଇବି, ତମେ ଉଠ। ଆ କହି ନିଜେ ଶୋଇବାକୁ ଚାଲିଗଲେ, କିଏ, ସାତକୀ। ଆଜ୍ଞା ଯେମିତି ସାତକୀ ଆପଣଙ୍କର ଅବକାଶ ନେଲେ, ରାକ୍ଷସ କିଛି ସମୟ ପରେ ଅଦୃଶ୍ୟ ହୋଇଗଲା, ଆଉ ଦେଖାଦେଲା ନାହିଁ। ମନେ ରଖିଥାନ୍ତୁ, ଯେତେବେଳେ ସାତକୀ ମାନେ ରେଷ୍ଟ କଲେ 2 ଘଣ୍ଟା ପାଇଁ, ବଳରାମ ଅଦୃଶ୍ୟ ହେଇଗଲେ। ବଳରାମ ଯେତେବେଳେ ଉଠି ପଡିଲେ, ମାନେ ଜଗିବା ପାଇଁ ପ୍ରସ୍ତୁତ ହେଲେ, ସେତେବେଳେ ବ୍ରହ୍ମ ରାକ୍ଷସ ପୁଣି ଆସିଲା। ବଳରାମ ତାହାର ଅପାର ଶକ୍ତି ଦେଖି ରାଗିଗଲେ, ସେ ବି ମଧ୍ୟ ତା ସହିତ ଯୁଦ୍ଧ କଲେ, କିନ୍ତୁ ତାଙ୍କର ବି ସେଇ ଦଶା ହେଲା, ବୁଝିଲେ ଆଜ୍ଞା। ଆଜ୍ଞା 2 ଘଣ୍ଟା ଯୁଦ୍ଧ କରି ସାରିବା ପରେ ସେ ଯାଇ ପୁଣି ଶ୍ରୀକୃଷ୍ଣଙ୍କୁ ଉଠେଇଲେ, କହିଲେ ମୋ 2 ଘଣ୍ଟା ହେଇଗଲା, ତୁ ଉଠୁ। ଶେଷରେ
ମାନେ ରାକ୍ଷସ ଆଗରେ ଏବେ ଶ୍ରୀକୃଷ୍ଣ ପାଳିଥିଲା, ସେ ଶାନ୍ତ ରହିଲେ, ରାକ୍ଷସ ସହ ଯୁଦ୍ଧ ରାତିର ସହ ହସ ଖୁସିରେ ଖେଳିବାକୁ ଲାଗିଲେ କିଏ ଶ୍ରୀକୃଷ୍ଣ। ଆଜ୍ଞା ସେ ସମୟରେ ରାକ୍ଷସକୁ ପ୍ରହାର କରିବା ଆରମ୍ଭ କଲେ ହସ ଖୁସି ବିଜୟରେ। ଆଶ୍ଚର୍ଯ୍ୟ କଥା, ରାକ୍ଷସ ଆକାର ଦେବ ଶ୍ରୀକୃଷ୍ଣ ବାଡେଇଛନ୍ତି ସାଙ୍ଗେ ଛୋଟ ହେଇଗଲା। ଶ୍ରୀକୃଷ୍ଣ ତାକୁ ଧରିବାକୁ ନିଜ ଲୁଗା କାନରେ କଣ କଲେ, ଏଠି ଟିକି ଟିକି ପୋକ ଭଳିଆ ହେଇଗଲା, ତାକୁ ବାନ୍ଧି ଦେଲେ। ଶ୍ରୀକୃଷ୍ଣ ବୁଝିଲେ କି ଆଜ୍ଞା? ଆଜ୍ଞା ହଁ, ସକାଳ ହେଲା, ବଳରାମ ସାତିକି ଯେତେବେଳେ ଉଠିଲେ ସେମାନେ ଦେଖିଲେ ଶ୍ରୀକୃଷ୍ଣ ମଧ୍ୟ ଶୋଇଛନ୍ତି। ସିଏ ବାହିଗଲେ, ଯେତିକି କିଛି ଅଘଟଣ ରାତିରେ ଆମ ସାଙ୍ଗରେ ଘଟିଛି କଣ ଶ୍ରୀକୃଷ୍ଣ ସାଙ୍ଗରେ ଘଟି ନାହିଁ? ମନେ ରଖନ୍ତୁ, ସେ ଦି ଜଣ ଚିନ୍ତା କଲେ ବଳରାମ ସାତକୀ ଯେ ଯେତେ ଅଘଟଣ ଆମ ସାଙ୍ଗରେ ଘଟିଛି ସେ ଶ୍ରୀକୃଷ୍ଣ ସାଙ୍ଗରେ ଘଟିଲେ। ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ଦେଖିଲେ ସେଇ ବିଶାଳ ବର୍ମ ରାକ୍ଷସ ଏକ ଛୋଟ ଜୀବ ବା ଛୋଟ କୀଟ ଭଳି ଯାଇଛି। ଶ୍ରୀକୃଷ୍ଣ ତାକୁ କାନିରେ ବାନ୍ଧି ରଖିକି ଶୋଇଛନ୍ତି, ସେ ଆଶ୍ଚର୍ଯ୍ୟ ହେଇଗଲେ। ତେଣୁ ମୋର କହିବା କଥା, ବିଜୟ ଭିତରେ ଥିବା ଉତ୍କଟ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ବା ଯୋଉ ଆପଣଙ୍କର ବା ପରିଷ୍କାର ଶାନ୍ତି ନିଶ୍ଚିତ ରୂପେ ଶକ୍ତିର ଅକ୍ଷୟ ସ୍ରୋତ ହୋଇଥାଏ। ପ୍ରତ୍ୟେକ ଜୀବର, ଆପଣଙ୍କର ମୋର ମଧ୍ୟ କ୍ରୋଧ ଏବଂ ଉତ୍ତେଜନା, ଶାନ୍ତ ନିର୍ଦ୍ଦୟ ତଥା ଦୃଢ କ୍ରିୟା ଶକ୍ତିକୁ ନଷ୍ଟ କରି ପକାଇଥାଏ। ମନେ ରଖିଥାନ୍ତୁ, କାର୍ଯ୍ୟକର୍ତ୍ତା ଆତ୍ମବିଶ୍ୱାସ କଲେ ତାର କଲେ ମାନେ ମନରେ ଗର୍ବ ନ ଆଣିଲେ ସିଏ ତାର ଆତ୍ମବିଶ୍ୱାସ ନାଁରେ ଗର୍ବରେ ଶିଖର ହେବା ଉଚିତ ନୁହେଁ। ଗର୍ବ ମନ ଭିତରେ ଆଣିବା କଥା ଯେ ମୁଁ ଏହା କରିବି, ଏ ଲୋକ ମତେ ଏଇଆ ଦବ, ସେ କରି ଗର୍ବ ଆତ୍ମବିଶ୍ୱାସ ଆଣିବା କଥା ନୁହେଁ। ତେଣୁ ମୋର କହିବା କଥା, ଯେତେ ବା ଯେଉଁଭଳି ବିଚାର ଓ ନର୍ମ ହେବାର ଚେଷ୍ଟା କରି ଆତ୍ମବିଶ୍ୱାସ ଯୋଉ ଆତ୍ମାର ବିଶ୍ୱାସ ତାକୁ ହରାଇବା ଉଚିତ ନୁହେଁ। ସବୁବେଳେ ଚିନ୍ତା କରିବେ ଈଶ୍ୱର ସର୍ବଶକ୍ତିମାନ, ମୋତେ ଯାହା ପ୍ରାପ୍ତ ଅଛି ତା ଅବଶ୍ୟ ପ୍ରାପ୍ତ ହବ। ନିତ୍ୟ ନିଜର ଆତ୍ମବିଶ୍ୱାସକୁ ଦୃଢ କରି ଶ୍ରୀକୃଷ୍ଣ ଭଳି ରୁହନ୍ତୁ, ଆଉ ବଳରାମଙ୍କ ବା ସାତକ ଭଳିଆ ହୁଅନ୍ତୁ ନାହିଁ। ଏତିକି ମୋର କହିବା କଥା। ଏ କଳିର ଶେଷ ସମୟରେ ଯିଏ ଯାହାକୁ ଯାହା ଦେବାକୁ କହିଛି ସେ ତା ନିଶ୍ଚୟ ପୂରଣ କରିବ। ନିଜ ଆତ୍ମବିଶ୍ୱାସ ଉତ୍ତେଜନାରେ ହରାନ୍ତୁ ନାହିଁ, କି କୌଣସି ତନ୍ତ୍ରମନ୍ତ୍ର ଶିକାର ହୁଅନ୍ତୁ ନାହିଁ, କୌଣସି ନିର୍ଭୟ ଭାବରେ କ୍ରିୟାଶୀଳକୁ ନିଜେ ନଷ୍ଟ କରନ୍ତୁ ନାହିଁ। କାର୍ଯ୍ୟକର୍ତ୍ତା ନିଜର ଆତ୍ମବିଶ୍ୱାସକୁ ନାଁରେ ନିଜର ମନ ଭିତରେ ଗର୍ବ ଆଣିବ ନାହିଁ, ନହେଲେ ଗର୍ବର ଶିକାର ହେଲେ ଆତ୍ମବିଶ୍ୱାସ ହରେଇ ବସିବ। ତେଣୁ ସବୁବେଳେ ପରମ ପିତା ଜଗନ୍ନାଥ ଯିଏ ଆଦ୍ୟାଶକ୍ତି ବା ମହାମାୟା ଯୋଗମାୟା ଏ ସୃଷ୍ଟି କରିଛନ୍ତି, ସେ ସବୁବେଳେ ପ୍ରତ୍ୟେକ ଜୀବ ଭିତରେ ଅଛନ୍ତି। ସେ ସବୁବେଳେ ଜୀବର ମଙ୍ଗଳ କରନ୍ତି। ଈଶ୍ୱର ଯାହା କରୁଛନ୍ତି ପ୍ରାଣୀର ମଙ୍ଗଳ ପାଇଁ। ତେଣୁ ଜଗତର ମଙ୍ଗଳ ହେଉ। ବଳି କଳି ଶେଷରେ ଯୋଉ ମୁଁ ଆଗରୁ କହିଥିଲି ଯେ ନଭେମ୍ବର 10 ପରେ ବାତ୍ୟା ସୃଷ୍ଟି ହେବ 30 ତାରିଖ ଭିତରେ, ଆପଣ ଦେଖିବେ ଏହା ସତ୍ୟ ହବ। ଏହା ଗୋଟିଏ ନୂଆ ପଇସାରେ ମିଛ ହବନି। ଆଗରୁ କହିଛି, ବହୁ ଆଗରୁ କହିଛି, ଏବେ ଯେତେ ଉଠିବ ସବୁ ମିଳେଇବ, ଅନ୍ୟ ଦେଶକୁ ଯିବ। କିନ୍ତୁ ଯୋଉ ବାତ୍ୟା ସୃଷ୍ଟି ହବ ସିଏ ନଭେମ୍ବର 10 ପରେ ସୃଷ୍ଟି ହେଲେ ସିଏ ଆମକୁ କିଛି କ୍ଷତି କରିବ, ଓଡ଼ିଶାବାସୀଙ୍କୁ କିଛି କ୍ଷତି କରିବ। ଏବେ ଓଡ଼ିଶା ନାଁ କହିଲି। ଆଜ୍ଞା ହଁ, ରହିଲି। ଜୟ ଆଜ୍ଞା ଜଗନ୍ନାଥ, ଜୟ ଜୟ ମା। ଜଗନ୍ନାଥ, ଜୟ ମା। ହଁ।